ବୁଝିଲ ନା ଫକୀରା ନା ଏ ଗାଁ ଗହଳିରେ ଚଳି ହେବ ନାହିଁ। ଗାଁ ଗାଁରେ ଛୋଟଠୁ ଆରମ୍ଭ କରି ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ଖାଲି ମଦ 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 ବି ସମସ୍ତେ ନଷ୍ଟ ହୋଇଗଲେ, ଏ ପରିବେଶ ମଧ୍ୟ ନଷ୍ଟ ହୋଇଗଲା। ଆଗେ ଥିଲା ମାନେ ସହରରେ ମଦ ବିକ୍ରି ହେଉଛି, ଏଇ ପୁଣି ଘରେ ଘରେ ମଦ, ଟିକି ଛୁଆ ମଧ୍ୟ ସେ ପିଇଦେବେ, ନ ପିଇଲା ବେଳକୁ ତାଙ୍କର ହଉନି। ଏଇଗୁଡ଼ା ସବୁ ଭଲ କଥା ନୁହେଁ। ଏଇ କଥା ଜଣେଇବା ସରପଞ୍ଚ ଜଣେ କିମ୍ବା ଟିକିଆ ଆଣିକି ସବୁ ମଦ ଗୁଡ଼ା ସେଇଗୁଡ଼ା ସବୁ ବିକ୍ରି କରୁଛି। ଟିକେକୁ ଡକାଯାଉ, ଏଠି ପଚରା ଯିବ ସରପଞ୍ଚଙ୍କ ଉପସ୍ଥିତିରେ। ହଁ ବାସ୍, କାହିଁକି ତାହେଲେ ଠିକ ହବ। କାହିଁକି ସେ କାର୍ଯ୍ୟ କରୁଛି? ନା ଏଗୁଡ଼ା ସବୁ ଭଲ କଥା ନୁହେଁ। ଛୋଟ ପିଲା ଗୁଡ଼ାକ ଆଜିକାଲି ଆଉ ମାନୁନାହାନ୍ତି କାହାରି, ବଡ଼ ସାନ ପିଲାଟା ହେଇପା ଆଇଲାଣି। ଆଚ୍ଛା ଠିକ ଅଛି, ନମସ୍କାର। ସରପଞ୍ଚଙ୍କ ଉପସ୍ଥିତିରେ ଏସବୁ କାର୍ଯ୍ୟ କରୁଛୁ। ଏଇ ଯୋଉ ଗାଁ ଗହଳିରେ ଯୋଉ କାର୍ଯ୍ୟ କରୁଛୁ ତୁ ତାକୁ ଠିକ କରୁଛୁ? ମୋ ବିଷୟରେ ବି କିଛି ଆଲୋଚନା କରୁଥିଲେ। ମୋରି ବିଷୟରେ ଆଲୋଚନା ହଉଥିଲା। ତୁ ଗାଁରେ ଚୋରା ମଦ ବ୍ୟବସାୟ କରୁଛୁ। ମୁଁ ଚୋରା ମଦ ବ୍ୟବସାୟ କିଏ କରୁଛୁ? କଣ ଚୋରା ମଦ ବ୍ୟବସାୟ କରୁଛୁ? ତୁ ବଡ ପର୍ଯ୍ୟନ୍ତ ଯାହାକୁ ପଚାରିବ ସେ କହୁଛି ସେଇ ପିଲାଟି ଆଜି ଟିକେ ଆମକୁ ସବୁ ଶିଖେଇଲା, ସବୁ କହିଲା। ମଦ ମୁଁ ଶିଖେଇ? ହଁ, ଚୋରା ମଦ ଚୋରା ମଦ ନୁହେଁ, ବାହାରେ ସେଟା ମାନେ ମଦଟା ସପ୍ଲାଇ ହୁଏ। ତୁ ଗାଁ ଗାଁରେ ଘର ଘର ଆଣିକି ପୁରୀ ଖେଳୁନି ମଦ, ଏଟା ଚୋରା ମଦ ନୁହେଁ। କିଣିକି ବିକୁଛି ନା ଚୋରା? ଏଗୁଡ଼ା ଭଲ ରାତିରେ ଯାଇ କାଉଣ୍ଟରରେ ବସୁଛି, ତାପରେ ଗାଁରେ ଆଣିକି ବସେଇକି ସବୁ ଏଇ କଥା ଆମ ସରପଞ୍ଚଙ୍କ ଉପସ୍ଥିତିରେ ଚୋରା ମଦ କଣ? ଏଇ ବର୍ତ୍ତମାନ ଆସି ସରପଞ୍ଚ ଆସନ୍ତୁ, ସରପଞ୍ଚ ଆସନ୍ତୁ। ଚୋରା ମଦ କଣ ମତେ ଟିକେ କହୁନା। ତ ସରପଞ୍ଚ ଆସିଲେ ଆଉ ଆଚ୍ଛା କଣ ହେଇଛି ପାରିବ? ଅସୁବିଧା ଟିକେ ମୁଁ ବୁଝିବା। ଦେଖନ୍ତୁ ସରପଞ୍ଚ ଆଜ୍ଞା, ଇଏ ପକେଇ କହୁଛନ୍ତି ମୁଁ କୁଆଡ଼େ ପିଲାଙ୍କୁ ମଦ ପିଇବା ଶିଖେଇବି, ଯାହାର ପିଇବାର ଇଚ୍ଛା ନଥିବ ମୁଁ ତାକୁ ପିଇଦେବି। ଆଚ୍ଛା ଚୋରା ମଦ ଏ ମଉସା କହୁଛନ୍ତି ଚୋରା ମଦ ବିକୁ। ଚୋରା ମଦ କଣ? ମୁଁ କଣ କାଉଣ୍ଟରରେ ବସି ଚୋରି କରୁଛି ରାତିରେ? ଦିନରେ ଆଣି ଗାଁରେ ପଇସା ନେଇକି ଲୋକଙ୍କୁ ବିକୁଛି? ନା ସେ କଣ ଅଭିଯୋଗଟା, ସେ କଣ ହେଇଛି ତମର ଆକ୍ଚୁଆଲି? ଚୋରା ମଦଟା ଆଗେ କଣ ମତେ କୁହ? ନା ଆଗେ ସହରରେ ମଦ ବିକ୍ରି ହଉଥିଲା, ବର୍ତ୍ତମାନ ତମେ ମଦ ଆଣିକି ଘର ଭିତରେ ରଖି ଛୋଟ ଛୋଟ ପିଲାଙ୍କୁ ସେଟା ଶିଖେଇ ସାରିଲ। ଛୋଟ ପିଲା ମଦ ପିଇ ବାପୁକୁ ମାକୁ କାହାରି ମାନଙ୍କୁ ଘରେ ଆସି ଆଗେ ଗାଁରେ ବା ଥଣ୍ଡା ମିଳୁନଥିଲା, ଏଇ ପୁଣି କଣ ଗାଁରେ ଥଣ୍ଡା ମିଳିଲା? ଭଲ କଥା ଆଉ କଣ? ନା 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 ତାଙ୍କର କହିବାର ଉଦ୍ଦେଶ୍ୟ ମୁଁ ଯାହା ବୁଝିଲି ତମ ଦି ଜଣଙ୍କ ଭିତର କଥା, ସେ କହୁଛି ଚୋରା ମଦ ମାନେ ତମେ ଗଭର୍ଣ୍ଣମେଣ୍ଟକୁ ଗୋଟେ ଟ୍ୟାକ୍ସ ଦେଉନ, ଏଇଟା ହଉଛି ମୁଖ୍ୟ କଥା। ମାନେ ତମେ ସେଟାକୁ ଆଣିକି ନିଜେ କିଣୁଛ, ବିକ୍ରି କରୁଛ, ଗଭର୍ଣ୍ଣମେଣ୍ଟ ସେଥିରୁ କିଛି ଲାଭ ପାଉନି। ବାସ୍ ବାସ୍, ତେଣୁ ଗଭର୍ଣ୍ଣମେଣ୍ଟ ବର୍ତ୍ତମାନ କହୁଛି ସେଟା ଲାଇସେନ୍ସ କଲେ ଠିକ ହବ। ନା ନା ଆଳୁ କିଣିବା ପାଇଁ କଣ ଲାଇସେନ୍ସ ଦରକାର ନାହିଁ? ତେଲ କିଣିବା ପାଇଁ ଲାଇସେନ୍ସ ଦରକାର ନାହିଁ, ଚାଉଳ କିଣିବାକୁ ବି, ଅଟା କିଣିବାକୁ ବି ସବୁ ଲାଇସେନ୍ସ ଦରକାର। ଗାଁ ଦୋକାନୀ କଣ ଲାଇସେନ୍ସ କରୁଛନ୍ତି ଆଣିକି ବିକୁଛନ୍ତି? ନା ସେ କରୁନାହାନ୍ତି। ତାହେଲେ ଯୋଉଠି କଣ ବିକ୍ରି ହଉଛି ସେଇଠିକି ଯିବେ ଲୋକ, କୁଆଖିଆ ଯିବେ, ହରିପୁର ଯିବେ, ଯାଜପୁର ରୋଡ ଯିବେ। ଗରିବ ଲୋକ ଏତେ ବାଟ ଯିବେ ଚାଉଳ ପାଇଁ, ଆଳୁ ପାଇଁ ଆଣନ୍ତି। ଏମାନେ ଯୋଉ ଆଣୁଛନ୍ତି ଇଏ କଣ ଲାଇସେନ୍ସ କରିଛନ୍ତି? ଆଚ୍ଛା ସରପଞ୍ଚ ବାବୁ, ଇଏ କଣ ମଦ ପିକି ଯୁକ୍ତି କରିବ? ଏଇଟା ଭଲ ଲାଗିବ? ମୁଁ ବିକୁଛି, ମୁଁ ପିଏ ନା। ଆକ୍ଚୁଆଲି ଘଟଣା ହଉଛି ଯେ ବର୍ତ୍ତମାନ ଚୋରା ମଦ ଆଉ ଭଲ ମଦ ଭିତରେ ଯୋଉ ଆମେ ତଫାତଟା ଦେଖୁଛନ୍ତି, ବାସ୍ତବରେ ଚୋରା ମଦ କଣ, ଭଲ ମଦ କଣ? ମଦ ତ ମଦ, ଚୋରା ମଦ କଥାଟା ସେଠି। ବର୍ତ୍ତମାନ ମଦଟା ଇଏ ବିକ୍ରି କଲେ ଚୋରା ହଉଛି, ଇଏ ମଦ ପିଇଲେ କଣ ଲୋକ ମରିବନି? ସେଟା ପିଇଲେ ଟନିକଟା ସେଟା ଯେଟା ବିକ୍ରି ହଉଛି, ଯୋଉଠି ଲାଇସେନ୍ସ କରି ଯିଏ ଆଣୁଛନ୍ତି ତାଙ୍କରି କତରୁ ଆଣୁଛି, ଭଲ ମଦ ଆଣୁଛି, ଲୋକଙ୍କୁ ଭଲ ମଦ ଦଉଛି। ଚୋରା ମଦ ଏଇଟା ମାନେ ବୁଝିବାକୁ ପଡିବ। ସରକାର ଯୋଉ କହୁଛନ୍ତି ଚୋରା ମଦ ଇଏ କିଛି ନୁହଁ। ସରକାର ଆମେ ଗାଁ ଲୋକ ଅଛନ୍ତି, ତୁ ବି ଗାଁ ପିଲାଟା, ଆମର ସେଥିରେ କିଛି କଥା ନାହିଁ। ଆମେ ବି ସରକାରଙ୍କୁ ଏ ବାବଦରେ କହିବା ତମେ ମଦଟାକୁ ଗାଁରେ ପୁରାନା, ସେ ମାନେ ଚୋରା ହଉ, ଦେଶୀ ହଉ, ବିଦେଶୀ ହଉ, ଯାହା ହଉ, ଆରେ ସିଏ 2 ପଇସା ବିକ୍ରି କରୁଛି, ତା ପିଲା ଛୁଆ ସେଥିରେ ଚଳୁଛନ୍ତି, କିନ୍ତୁ ସେଟା ବଡ କଥା ନୁହଁ। ବଡ କଥା ହଉଛି କଣ, ମଦଟାକୁ ଗାଁରେ ବନ୍ଦ କରାଯାଉ। ସରକାର ଗୋଟେ ଏମିତି ଆଇନ ଆଣନ୍ତୁ ଗାଁରେ ବିକ୍ରି ହେଇପାରିବ ନାହିଁ। ଗାଁ ଲୋକ ଯେତେବେଳେ ସହରକୁ ଯିବ ସେଠି ପିଇବେ ତାଙ୍କର। ଗାଁରେ ଯାହାର ଅଭ୍ୟାସ ଅଛି ସିଏ ଯିବ ସହରକୁ ମଦ କିଣିବାକୁ, ଏଠି ଟୋଟାଲ ବନ୍ଦ। ଧର ପୁରୀ ମନ୍ଦିର ଜଣେ ଯଦି କହିବ ମୋର ଗାଁରେ ଗୋଟେ ମୁଁ କରିବି, ସେମିତି କହିପାରିବ? ପୁରୀଟା ପୁରୀରେ ରହିବ ନା। ଯୋଉଟା ନ ଯାଇ ପାରୁଛି ଗାଁ ମନ୍ଦିର ଫେର ଦର୍ଶନ କରୁଛି ନା? ନା ଗାଁ ମନ୍ଦିର ଦର୍ଶନ କରିପାରିବ, କିନ୍ତୁ ମଦଟା ଯେହେତୁ ଏଟା ଗୋଟେ ହାନିକାରକ ଜିନିଷ, ଧର ଜଣେ ପିଇଦେଲେ ସେ ତା ବାପା କଥାଟା ଭୁଲି ଯାଉଛି, ମା କଥାଟା ଭୁଲି ଯାଉଛି, ସ୍ତ୍ରୀ ଅଛି ବୋଲି ଭୁଲି ଯାଉଛି, ପିଲା ଛୁଆ ଅଛି ବୋଲି ଭୁଲି ଯାଉଛି, ଏଇଟା ରୋଜଗାର ଠାରୁ ଅଧିକ ଖର୍ଚ୍ଚ କରିଦଉଛି। ଏଇ କଥା ଯେତେବେଳେ ହଉଛି, ଆମେ ସାଧାରଣତଃ ମଦଟାକୁ କହୁଛନ୍ତି ମରଣ ହବ, ଦରିଦ୍ର ବି ହବ, ଏଇ ଯୋଉ ଦିଟା କଥା ରହୁଛି। ତେଣୁ ଆମେ ସେ କଥାଟା ନ କରିକି ସରକାର ଗୋଟେ ନିର୍ଦ୍ଦିଷ୍ଟ ଜାଗା ସ୍ଥିର କରନ୍ତୁ, ଯୋଉଠି କଣ ହବ ଯେ କିଛି ଲୋକ ଯାଇପାରିବେନି ସେଠିକି ଆଣିବା, ଯାଇପାରିବେନି, ଯିଏ ଯିବେ ବା ମରିବ। କାହିଁକିନା ସିଗାରେଟ ଦେହରେ ଲେଖା ଯାଉଛି ଯେ ଏହା ଶରୀର ପାଇଁ ହାନିକାରକ,
ଲୋକ ଜାଣିଲା ଯେ ହଁ ହାନିକାରକ ଜାଣିକି ମଧ୍ୟ ପିଉଛି ସେଟା ହେଉଛି ଭିନ୍ନ କଥା। କିନ୍ତୁ ଆମେ ଗାଁ ଗହଳିରେ ଏ କଥାଟାକୁ ପୁରେଇବା ନାହିଁ। ଆଉ ଏ କଥା ସରକାରଙ୍କୁ ନିବେଦନ କରିବା ସମସ୍ତେ ଯେ ଆପଣମାନେ ଗୋଟେ ନିର୍ଦ୍ଦିଷ୍ଟ ଜାଗାରେ ସ୍ଥିର କରନ୍ତୁ। ସେ ତା ପେଟ ପାଇଁ କରିଦେଉଛି, ଧର ସେ ପେଟ ପାଇଁ ବଞ୍ଚିବା ପାଇଁ କରିଦେଉଛି, କୋଉଠି 2 ପଇସା ଆଣିଲା ସେଥିରୁ 10 ପଇସା ପାଇଲା, ତା ସଂସାରଟା ଚଳିଲା। ଏ କଥା କିଛି ଭୁଲ ନୁହଁ। କିନ୍ତୁ ଆମେ ଚୋରା ପିଇଲେ ଖରାପ ହେଇଯିବ, ଭଲ ପିଇଲେ ଶରୀର ପାଇଁ ଭଲ ହେବ, ଏ କଥା ଧାରଣା ନୁହଁ। ସେଟାକୁ ସହରରେ ରଖନ୍ତୁ। ଯେଉଁମାନେ ଲାଇସେନ୍ସ କରୁଛନ୍ତି ସେମାନେ ସହରରେ ଦୋକାନ କରନ୍ତୁ। ଧର 5-10ଟା ପଞ୍ଚାୟତକୁ ଲଗେଇକି 30ଟା ପଞ୍ଚାୟତକୁ ଲଗେଇକି ଗୋଟେ ଜାଗାରେ କରନ୍ତୁ। ଯାହାର ଇଚ୍ଛା ହେବ ସେ ଯିବ। ସିଏ ବିକ୍ରି ନ କଲେ ମୁଁ କେମିତି କିଣନ୍ତି? ନା ସେ ବିକ୍ରି କରିବେ, ନା ସିଏ ବିକ୍ରି କରିବେ। ତାଙ୍କ ବିକ୍ରି କରିବା ଯେହେତୁ ସରକାରଙ୍କ ଟ୍ୟାକ୍ସ ଅଧିକା ଆସୁଛି ସେ ବିକ୍ରି କରିବେ। କିନ୍ତୁ ଜଣେ ଦୂରକୁ ଯିବା ପାଇଁ ଡରିବ, ଏତେ ବାଟ ଯିବା ପାଇଁ ତାକୁ ସମୟ ନ ହେଇପାରେ, ତେଣୁ ସେ ଦରକାର ପଡ଼ିଲେ ଆଡଜଷ୍ଟ କରି ଚଳିଯିବ। ତମ ଘର ପାଖକୁ ଯୋଉଟା ବୁଲା ବେକାରୀ ବେପାରଟା ଆସୁଛି ସେଥିରେ ବେଶୀ ସେଲିଂ ହେଉଛି କାହିଁକି? ନା ସେ ଲୁଗା ଦୋକାନୀ ହଉ, ସେ ଅମୁକ ହଉ ତମୁକ ହଉ, ସେ ପାଖରେ ପହଞ୍ଚିବ। ଜଣେ ଥାଉ ନଥାଉ ଧାର କରି କରିଦେଉଛି, କିନ୍ତୁ ଯିବା ପାଇଁ ଜଣେ ଟିକେ ନିଶ୍ଚିତ ଭାବରେ କଷ୍ଟ ହେବ। ଏ କଥାଟା ହେବ। ତେଣୁ ଆପଣମାନେ ଏଥିପ୍ରତି ଧ୍ୟାନ ଦିଅନ୍ତୁ। ମଦ ପିଇବା ଶରୀର ପାଇଁ କ୍ଷତି, ଆମେ ସମସ୍ତେ ଏକଥା ଜାଣିଛନ୍ତି। ଏଥିରେ ସମାଜ ନଷ୍ଟ ହୁଏ, ପରିବାର ନଷ୍ଟ ହୁଏ, ପରିସ୍ଥିତି ନଷ୍ଟ ହୁଏ। ତେଣୁ ଆପଣମାନେ ସମସ୍ତେ ସତର୍କ ହୁଅନ୍ତୁ। ମଦ ଠାରୁ, ମାଦକ ଦ୍ରବ୍ୟ ଠାରୁ ଟିକେ ଦୂରେଇକି ରୁହନ୍ତୁ, ଶରୀର ସୁସ୍ଥ ରହିବ। ଜୟ ଆପଣ ଜଗନ୍ନାଥ। ଯଦି କହିବେ ତାହେଲେ ମୁଁ ବି ବିକିବା ଛାଡ଼ିଦେବି ଆଉ।